ସୁବିଧା ହବ। ସେଇଠି ସେଇଠି ବସିଯାଉ ସେଇଠି। ଯୋଉ ପିଲାମାନେ ତମର କଣ ଯୋଉ କୋଶ୍ଚିନ୍ ପାଟର୍ନ ଟା ଚେଞ୍ଜ ହଉନି? କଣ କୋଶ୍ଚିନ୍ ପାଟର୍ନ? ତାଙ୍କ ଦିନକୁ ବେଶୀ ଗରମ ହଉଛି। ହଁ, ବେଶୀ ଗରମ ହଉଛି। ଆମର ଏଠି ମୂଳରୁ ଫ୍ୟାନ୍ ନାହିଁ। ଦେଖିଲ କଣ କୋଶ୍ଚିନ୍ ଅଛି ଯୋଉ ତମର ସୃଜନାତ୍ମକ ଲେଖା ଗୋଟେ ଅଛି ଜାଣିଛ? ଆଁ? ଧର ଯୋଉ ଅତି ଲେମ୍ବୁ ଚିପୁଡିଲେ ପିତା ହେଲା, ମାନେ ତାର ଭାବାର୍ଥ ଟା ତମେ ଲେଖିବ କେତେ ଶବ୍ଦ ସେ ଟୋଟାଲ ଗାଉ। ନାଇଁ ନାଇଁ ତା ମାନେ ସେଇଟାର ଭାବାର୍ଥ ଟା ତମେ 150 ୱାର୍ଡ ଭିତରେ ଲେଖିବ, ସେଇଟା ତମର 5 ମାର୍କ। ମାନେ ଏମିତି ଗୋଟେ ସନ୍ଧ୍ୟା ଲେଖିଲେ ମାର୍କ ଆଉ। ଆଉ ଜାଣିନ ଏତେ କଥା ତ ଜାଣିଛ ଆଉ। ଆଉ ଯୋଉ ପରୀକ୍ଷା ତମେ ଯୋଉ ଲେଖିବ କାଇଁ ତମେ ନବ ପ୍ରିଣ୍ଟ ମାରିଦବ ଷ୍ଟାପଲର। ଲେଖିଲେ ତମ ମାନଙ୍କର ଭଲ ବା। ହଁ ତାପରେ ୱାନ ୱାର୍ଡ 5ଟା ନାଇଁ ୱାନ ୱାର୍ଡ 3ଟା ଦି ମାର୍କିଆ 2ଟା ଗପ ଗୋଟେ ତାପରେ 3 ମାର୍କିଆ ମାନେ ଗୋଟେ ୟୁନିଟ ର 20 ମାର୍କ ଲେଖା ପଡିବ। ଏତିକି ତ ସୋଉଠୁ ଲାଷ୍ଟ ୟୁନିଟ ଟା ଦେଖିଲ କଣ ପଡିବ? ଗୋଟେ ଗ୍ରାମାର ଦେଇଛି ସୃଜନାତ୍ମକ ଲେଖା ଦେଇଛି ହଉଛି 4 ମାର୍କିଆ ଗୋଟେ। ହଁ ତାପରେ ଆଉ ଗୋଟେ କଣ ଛଅ ଦେଇଛନ୍ତି ବ୍ରାକେଟ ଦେଇକି ପଦ୍ୟାଂଶ। ହଁ ପଦ୍ୟାଂଶ ଗୋଟିଏ ବାକ୍ୟର ଉତ୍ତର ସେଟା 1 ମାର୍କିଆ 5 ଟା। ଏଇ ଯୋଉ ପଡିବ ଅନୁଚ୍ଛେଦ ଟା ଗୋଟେ କବିତା ଦେଇଥିବ ତମେ ସିଏ ଏତିକି କବିତା ଦେଇଥିବ ତାପରେ କୋଶ୍ଚିନ୍ ଦେଇଥିବ ତମେ ତାକୁ ମାନେ ବୁଝିକିନା କରିବ। ଏଇଟା ବିଷୟରେ ବି ଗୋଟେ ପଡିବ ବୋଧେ 2ଟା ଅନୁଚ୍ଛେଦ ପଡିବ। ହଁ ହଁ ତାପରେ ଦରଖାସ୍ତ ପତ୍ର ଲିଖା ଗୋଟେ ହଁ ଆଉ ଗ୍ରାମାର ରୁ 11 ମାର୍କ ପଡିବ ନାଇଁ ତାହେଲେ ସୃଜନାତ୍ମକ ଲେଖା ତମର 4 ମାର୍କ ପଡିବ ନାଇଁ। ଗୋଟେ ଦିଟା ମୁଁ ଏଇଟା ଡାକିବି ମୁଁ 2 3ଟା ତମକୁ ଡାକିଦେବି ତାପରେ ଡାକିଦେଲା ପରେ ତମେ ପଢିଲା ପରେ ଜାଣିଦବ ଯାହା ଆସିବ ସେଇଠି ଲେଖିବ ଆଉ। ଲେଖ। ଏଇ ଆଗରେ ବସ। କଲେଜ ଏତେ ଡେରିରେ ଛୁଟି ହେଲା? ଖାଇଛ ନା ଖାଇନ? ପ୍ଲସ ଟୁ ରେ ତ ସେଇଆ ଆଉ। ଭୋକ ଉପାସରେ ଦିନ ଯିବ। ବହି ନୁହଁ ଆଜି ଖାତା ଡକା ହବ। ପୁଷ୍ପପୁରରେ ବର୍ଷାବରଣ। ପଦ୍ମପୁରରେ। ଲେଖା ଷ୍ଟାର୍ଟ କର। ମୁଁ କହୁଛି ଆଉ ଗଲେ କୁଆଡେ ସବୁ ହଷ୍ଟେଲ ପିଲା? ଦେଖ ଏଇ ବିଷୟରେ ଗୋଟାଏ କୋଶ୍ଚିନ୍ ହେଲା ଗୋଟାଏ ଆନ୍ସର।
ऐतिहासिक कृष्णचंद्र देख ऐतिहासिक कृष्णचंद्र पाणिग्राही क्वेश्चन तमरो मात्र 15 मार्क पड़िबो नाही तीनटा 5 5 मार्क गोटे गोटे क्वेश्चन पड़िबो ता भाई एते विषय काई हां दीटा पड़िबो गल्प पड़िबो ताले हमें दीटा डाकबो गपर काई डाकबो नाही गपर डाकियानी ତମକୁ ବି ଯୋଉ ବିଷୟଟା କଷ୍ଟ ଲାଗିବ ଗୋଟେ ଗୋଟେ ଛାଡିଦବ କାରଣ ତା ଅରେ ବି ଗୋଟେ ଆସିଥିବ ନା ଧର ଯୋଉ ଚାରିଟା ନା ତମେ ତିନିଟା ଲମ୍ବ କୋଶ୍ଚିନ୍ ପଢିକି ଯିବ ଯେ କୌଣସି ତିନିଟା ରୁ ଗୋଟେ ଅରେ ଆସିଥିବ ସେ ତିନିଟା କରିବ ଦେଖ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଲେଖିଲ ଲେଖିନା ଜଣେ ଖ୍ୟାତନାମା ସାହିତ୍ୟିକ ଖ୍ୟାତନାମା ସାହିତ୍ୟିକ ହେଲା ପ୍ରାବନ୍ଧିକ ଭାବରେ ଓଡିଆ ସାହିତ୍ୟରେ ଯାହାକୁ ନ ଶୁଣିବ କହିବ ହେଲା ପ୍ରାବନ୍ଧିକ ଭାବରେ ଓଡିଆ ସାହିତ୍ୟରେ ଓଡିଆ ସାହିତ୍ୟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି ହେଲା ସେ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଠାରେ ସେ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଠାରେ 1909 ମସିହାରେ ଜନ୍ମଗ୍ରହଣ କରିଥିଲେ सन 1909 ରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ରଚିତ ତାଙ୍କ ଯୋଉ ଲେଖା ଗୁଡାକ ଯୋଉ ସବୁ ଲେଖିବ ସେ ଡବଲ କୋଟେଡ୍ ଦେଇ ଲେଖିବ ହେଲା ଲେଖା ଗୁଡାକ ଯୋଉ ଲେଖିବ ତାଙ୍କର ପ୍ରବନ୍ଧ ଗୁଡାକ ଓଡିଆ ସାର ସଂସ୍କୃତି ଦେଖିଲ ଓଡିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ଓଡିଶାର ସଂସ୍କୃତି ଓ ଇତିହାସରେ ଯାଜପୁର କମା ଦେଇ ଲେଖ ସାରଳା ସାହିତ୍ୟରେ ଐତିହାସିକ ଚିତ୍ର ଓ ଇତିହାସରେ ଯାଜପୁର ହେଲା ତାପରେ କମା ଦେଇ ଲେଖ ସାରଳା ସାହିତ୍ୟରେ ଐତିହାସିକ ଚିତ୍ର ସାରଳା ସାହିତ୍ୟରେ ଐତିହାସିକ ଚିତ୍ର ଏକ୍ଜାମ ରେ ବି ଯେମିତି ସବୁ ଲେଖିବ ଲେଖା ସବୁ ଡବଲ ଡବଲ କୋଟେଡ୍ ଦେଇକିନା ଲେଖିବ ଯେମିତି ହାଇଲାଇଟ ଦେଇକିନା ଯେମିତି ଯିଏ ଖାତା ଦେଖିବ ତାକୁ ଦେଖାଯିବ ହେଲା ତାପରେ ଲେଖ ଇତିହାସ ଓ କିମ୍ବଦନ୍ତୀ ଇତିହାସ ଓ କିମ୍ବଦନ୍ତୀ ହେଲା ଇତିହାସ ଓ କିମ୍ବଦନ୍ତୀ ତାପରେ ପ୍ରବନ୍ଧ ମାନସ ପ୍ରବନ୍ଧ ମାନସ ତାପରେ ଲେଖିଦେ ଇତିହାସ
इत्यादि लिखिदियो एति चारटा मु लिखिछि केते मन रखिबो तांकर गवेषणा निबंध आक्रोलॉजिकल आक्रोलॉजिकल आक्रो करे आक्रो आक्रोवा करे ओकार आउ रेप अछि आक्रोलॉजी आक्रोलॉजिकल इंग्लिश रे लेखो ओडिया रे लेखो सोथि लेखो आक्रोलॉजिकल रिमेन्स आक्रोलॉजिकल रिमेन्स एट भुवनेश्वर हाँ रिमेन्स एट भुवनेश्वर ବହିରେ ଅଛି ଦେଖିଦିଅ ଆକ୍ରୋଲୋଜିକାଲ ଏଇଟା ହେଲା ଦେଖିଲ ତ ସମସ୍ତେ ତାପରେ ଲେଖ ଆଟ ଭୁବନେଶ୍ଵର ଏବଂ ଆତ୍ମଜୀବନୀ ମୋ ସମୟର ଓଡିଶା ଆତ୍ମଜୀବନୀ ମୋ ସମୟର ଓଡିଶା ସଇଲା ତାପରେ ଲେଖ ସେ ଏହି ଆତ୍ମଜୀବନୀ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଏହି ଆତ୍ମଜୀବନୀ ପାଇଁ ପ୍ରାବନ୍ଧିକ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଏକାଡେମୀ ପୁରସ୍କାର ପାଇଛନ୍ତି ହେଲା ଦେଖିଲ ଉକ୍ତ ପ୍ରବନ୍ଧଟି ତାଙ୍କ ରଚିତ ପ୍ରବନ୍ଧ ମାନସ ପୁସ୍ତକରୁ ସଂଗୃହୀତ ଉକ୍ତ ପ୍ରବନ୍ଧଟି ତାଙ୍କ ରଚିତ ପ୍ରବନ୍ଧ ମାନସ ପୁସ୍ତକରୁ ସଂଗୃହୀତ ହେଲା ତାପରେ ଗୋଟେ ପାରାଗ୍ରାଫ କରିବ ଏହି ପୁଷ୍ପପୁରରେ ବର୍ଷାବରଣ ପ୍ରାବନ୍ଧିକ ମେଘକୁ ବିଭିନ୍ନ ନାମରେ ସମ୍ବୋଧନ କରି ପ୍ରାବନ୍ଧିକ ମେଘକୁ ବିଭିନ୍ନ ସମ୍ବୋଧନ କରି ନାମରେ ସମ୍ବୋଧନ କରି ପ୍ରବନ୍ଧଟି ଆରମ୍ଭ କରିଛନ୍ତି ହେଲା ପ୍ରାବନ୍ଧିକ ଯେତେବେଳେ ପୁଷ୍ପପୁରରେ ଅବସ୍ଥାନ କରିଥିଲେ ପ୍ରାବନ୍ଧିକ ଯେତେବେଳେ ପୁଷ୍ପପୁରରେ ଅବସ୍ଥାନ କରିଥିଲେ
ଅବସ୍ଥାନ କରିଥିଲେ ସେହି ସମୟରେ ନବମେଘର ଆଗମନ ହୋଇଛି। ନବମେଘର ଆଗମନ ହେଇଛି। ହଁ ହୋଇଛି ହୋଇଛି ହେଲା। ନବମେଘର ଆଗମନ ହୋଇଛି। ମେଘକୁ ଦେଖି ପ୍ରାବନ୍ଧିକଙ୍କ ମନରେ ମେଘକୁ ଦେଖି ପ୍ରାବନ୍ଧିକଙ୍କ ମନରେ ହେଲା ଦେଖା ଦେଇଛି ଆନନ୍ଦ ହେଲା ଏବଂ ସେ ଆଶା ପୋଷଣ କରିଛନ୍ତି ଯେ ଆଶା ପୋଷଣ କରିଛନ୍ତି ଯେ ଆଶା ପୋଷଣ କରିଛନ୍ତି ଯେ କରିଛନ୍ତି ଯେ ବାରିବାହ ଓଡିଶା ଆଭିମୁଖ୍ୟ ଗଲେ ମାନେ ବାରିବାହ ମାନେ ବର୍ଷା ଓଡିଶା ଆଭିମୁଖ୍ୟ ଗଲେ। ସବୁ ଜାଗାରେ ପିଲାମାନେ ବର୍ଷାର ଗୋଟେ ଗୋଟେ ନାଁ ଲେଖିବ ହେଲା। ସେଠି ଲେଖିଲ ମେଘ ଏଠି ଲେଖିବ ବାରିବାହ ହେଲା। ବାରିବାହ ଓଡିଶା ଆଭିମୁଖ୍ୟ ଗଲେ ଓଡିଶା ହେବ ସବୁଜ ଓ ଶସ୍ୟ ଶ୍ୟାମଳରେ ପରିପୂର୍ଣ୍ଣ। ଆଶା ପୋଷଣ କରିଛନ୍ତି ଯେ ହେଲା ବାରିବାହ ଓଡିଶା ଆଭିମୁଖେ ଗଲେ ଆଭିମୁଖ୍ୟ ଗଲେ ଲେଖିଲେ ହବ ଆଗମନ କଲେ ବି ଲେଖିଲେ ବି ହବ ହେଲା। ଓଡିଶା ହେବ ସବୁଜ ଓ ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ। ଓଡିଶା ହେବ ସବୁଜ ଓ ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ। ହେଲା ତାପରେ ପିଲାମାନେ ଲେଖ ଆଉ ଗୋଟେ ପାରାଗ୍ରାଫ କର। ପ୍ରଥମେ ପ୍ରାବନ୍ଧିକ ପ୍ରଥମେ ବାରିଦକୁ ସ୍ଵାଗତ ଜଣାଇଛନ୍ତି। ପ୍ରାବନ୍ଧିକ ପ୍ରଥମେ ବାରିଦକୁ ସ୍ଵାଗତ ଜଣାଇଛନ୍ତି। ଜଣାଇଛନ୍ତି କହିଛନ୍ତି ସ୍ଵାଗତ ବାରିବାହ ସ୍ଵାଗତ। ଏଇ ଯୋଉ ସ୍ଵାଗତ ବାରିବାହ ସ୍ଵାଗତ ନୁହଁ ଏଟା ଡବଲ କୋଟେଡ ଭିତରେ ଲଖିବ ଏଇଟା ଗୋଟେ ନାହିଁ କି ଫାଷ୍ଟରେ ନାହିଁ ସ୍ଵାଗତ ବାରିବାହ ସ୍ଵାଗତ। ତୋର ମଧୁର ବା ସୁନ୍ଦର କଜ୍ଜଳ କାନ୍ତି ତୋର ମଧୁର ଓ ସୁନ୍ଦର କଜ୍ଜଳ କାନ୍ତି ମଧୁର ବା ସୁନ୍ଦର କଜ୍ଜଳ କାନ୍ତି ସମସ୍ତଙ୍କ ମନରେ ଆନନ୍ଦରେ ଉତ୍ସବ ସୃଷ୍ଟି କରୁଛି। ସମସ୍ତଙ୍କ ମନରେ ଆନନ୍ଦରେ ଉତ୍ସବ ସୃଷ୍ଟି କରୁଛି। ଆନନ୍ଦରେ ଉତ୍ସବ ସୃଷ୍ଟି କରୁଛି ହେଲା। ଝରକା ପାଖରେ ହଁ ହଁ ହଁ
କହିଛନ୍ତି ଆଗେ ପୁଷ୍ପପୁରରେ ତୁ ବର୍ଷା କରିବୁ, ତାପରେ ଯାଇ ତୁ ଉତ୍କଳକୁ ଯିବୁ। ନା ଆଗେ ଉତ୍କଳକୁ ଆସିବାକୁ ତତେ କହିନାହାନ୍ତି? ଆଗେ ପ୍ରାବନ୍ଧିକ ପୁଷ୍ପପୁରରେ ଫାଷ୍ଟ ଥିଲେ ନା, ସେ ସେଇଠି ଫାଷ୍ଟ ବର୍ଷା ବରଣ କରିବା ପାଇଁ କହିଛନ୍ତି, ତାପରେ ଯାଇକି ସେ କହିଛନ୍ତି କି ତୁ ଉତ୍କଳର ମୟୂରଭଞ୍ଜକୁ ଯିବୁ। ତାପରେ ସବୁ ଗ୍ରାମ ସୀମା ଚିହ୍ନେଇ ଦେଇଛନ୍ତି। ତାପରେ ଲେଖ ଝରକା ପାଖରେ ବା ବାତାୟନ ପାଖରେ, ବା ବାତାୟନ ପାଖରେ ହେଲା। ଝରକା ଯାହା ବାତାୟନ ସେଇଆ, ଠିକ ହେଲା। ଝରକା ପାଖରେ ତୋର ଆସିବାର ଆନନ୍ଦରେ, ଆନନ୍ଦରେ ଶତ ଶୁଭ ଶଙ୍ଖ ବାଜି ଉଠୁଛି। ଶତ ଶୁଭ ଶଙ୍ଖ, ଶତ ଶୁଭ ଶଙ୍ଖ ବାଜି ଉଠୁଛି। ଦେଖି ସାଇଲ? ତୋର ଆସିବାର ଆନନ୍ଦରେ ଶତ ଶୁଭ ଶଙ୍ଖ ବାଜି ଉଠୁଛି ତତେ ସ୍ଵାଗତ କରିବା ପାଇଁ। ଏଟା ଗୋଟିଏ ବାକ୍ୟ ଲେଖ। ବାଜି ଉଠୁଛି ତତେ ସ୍ଵାଗତ କରିବା ପାଇଁ। ହେଲା। ତାପରେ ଲେଖ ମେଘ ହେଉଛି ଦୂର ବନ୍ଧୁ। ମେଘ ହେଉଛି ଦୂର ବନ୍ଧୁ। ତେଣୁ ପ୍ରାବନ୍ଧିକ ଦୂର ବନ୍ଧୁ ବୋଲି ମେଘକୁ ସମ୍ବୋଧନ କରିଛନ୍ତି। ଆଁ? ସମ୍ବୋଧନ କରିଛନ୍ତି। ତାପରେ ଟିକେ ଗାର ଦେଇକିନା ଲେଖିବ, ପୂର୍ଣ୍ଣଚ୍ଛେଦ ଦବନି। ହେଲା। ରେ ଦୂର ବନ୍ଧୁ ବହୁ ଦିନ ପରେ, ରେ ଦୂର ବନ୍ଧୁ ବହୁ ଦିନ ପରେ, ବହୁ ଦିନ ପରେ ଯୋଉ ଶୁଭ ଆଗମନ ହୋଇଛି, ବହୁ ଦିନ ପରେ ଯୋଉ ଶୁଭ ଆଗମନ ହୋଇଛି, ତୋର ସ୍ପର୍ଶରେ, ଦେଖିଲ? ତୋର ସ୍ପର୍ଶରେ ପୁଷ୍ପପୁର ଆଜି, ତୋ ସ୍ପର୍ଶରେ ପୁଷ୍ପପୁର ଆଜି ମଙ୍ଗଳକର ଓ ମଧୁମୟ ହୋଇ ଉଠିଛି। ତୋର ସ୍ପର୍ଶରେ ପୁଷ୍ପପୁର ଆଜି ମଙ୍ଗଳକର ଓ ମଧୁମୟ ହୋଇ ଉଠିଛି। ମଧୁମୟ ହୋଇ ଉଠିଛି। ହଁ ହେଲା। ହଁ ହେଲା, ଦେଖିଲ? ତାପରେ ଲେଖ ପ୍ରାବନ୍ଧିକ ମେଘକୁ କାଳିଦାସଙ୍କୁ ଉଦାହରଣ ଦେଇ ପ୍ରଶ୍ନ ପଚାରିଛି ଯେ, ହଁ ସେଇଥିରେ ଲେଖ। ପ୍ରାବନ୍ଧିକ ମେଘକୁ କାଳିଦାସଙ୍କୁ ଉଦାହରଣ ଦେଇ ପ୍ରଶ୍ନ ପଚାରିଛନ୍ତି ଯେ, ପ୍ରାବନ୍ଧିକ ମେଘକୁ କାଳିଦାସଙ୍କୁ ଉଦାହରଣ ଦେଇ
ପ୍ରଶ୍ନ ପଚାରିଛନ୍ତି ଯେ ଦେଖୁନ ପ୍ରଶ୍ନ ପଚାରିଛନ୍ତି ଯେ ଧନ ଟିକେ କମା ଦବ ବ୍ୟକ୍ତି ଠାରୁ ଗୋଷ୍ଠୀ କଣ ବଡ ନୁହେଁ କି? ଡବଲ କୋଟରେ ରଖିବ ବ୍ୟକ୍ତି ଠାରୁ ଗୋଷ୍ଠୀ କଣ ବଡ ନୁହଁ କି? ତାପରେ ଯୋଉ ଗୋଟେ ପ୍ରଶ୍ନବାଚକ ଚିହ୍ନ ଦେଇଦବ ଲାଷ୍ଟ ଦେଇକି ସେଇଟାକୁ ଡବଲ କୋଟରେ ଭିତରେ ରଖିବ ବୁଝିଲ? ଯକ୍ଷ ସିନା ତା ନିଜ ପାଇଁ ଯକ୍ଷ ବଖିବା ଯକ୍ଷ ସିନା ତା ନିଜ ପାଇଁ ଯକ୍ଷ ସିନା ତା ନିଜ ପାଇଁ ତୋ ହାତରେ ବାର୍ତ୍ତା ପଠାଇଥିଲା। ହଁ? ନିଜ ପାଇଁ ତୋ ହାତରେ ବାର୍ତ୍ତା ପଠାଇଥିଲା। ପଠେଇ ନଥିଲା କୋଉଠିକି ଅଳକାପୁର ତା ପ୍ରେମିକା ପାଖକୁ ପଠେଇ ନଥିଲା ଯକ୍ଷ ପଠେଇଥିଲା କିନ୍ତୁ ମୁଁ ତ ସାରା ସମାଜ ପାଇଁ କିନ୍ତୁ ମୁଁ ତ ସାରା ସମାଜ ପାଇଁ ତୋ ପାଖକୁ ବାର୍ତ୍ତା ପଠାଉଛି। ହେଲା ଜଳର ଅଭାବରେ ଉତ୍କଳରେ ଆଜି ହାହାକାର ଦେଖା ଦେଇଛି। ଜଳର ଅଭାବରେ ଉତ୍କଳରେ ଆଜି ହାହାକାର ଦେଖାଯାଇଛି। ହେଲା ତେଣୁ ପ୍ରାବନ୍ଧିକ ବର୍ଷାକୁ ଅନୁରୋଧ କରି କହିଛନ୍ତି ତେଣୁ ପ୍ରାବନ୍ଧିକ ବର୍ଷାକୁ ବାରି ଯୋଉ ମେଘର ଆଉ କଣ ନାମ ଥିଲା ବାରିଦ ଘନ ବାରିବାହ ଏତିକି ଏ ଚାରିଟା ତ ନା ଆଉ କଣ ଥିଲା? ଜଳଦ ତାହେଲେ ଜଳଦ ଏଇଠି ଲେଖିଦିଅ ଏଠି ଜଳଦ ଲେଖିଦିଅ। ତେଣୁ ପ୍ରାବନ୍ଧିକ ଜଳଦକୁ ଅନୁରୋଧ କରି କହିଛନ୍ତି ରେ ବର୍ଷା ମୁଁ ତୋ ଆଗରେ ରେ ବର୍ଷା ମୁଁ ତୋ ଆଗରେ ଅଶ୍ରୁ ଅର୍ଘ୍ୟଟିର ଅଶ୍ରୁ ଅର୍ଘ୍ୟ ଅଶ୍ରୁ ଅର୍ଘ୍ୟ ଅର୍ଥାତ୍ ଲେଖ ଆଖିର ଲୁହ ଢାଳିକି ଅର୍ଥାତ୍ ଆଖିର ଲୁହ ଢାଳିକି ମନ ବା ହୃଦୟ ରୂପକ ପଦ୍ମକୁ ହଁ କୋଉଠି ଛାଡେ ଅର୍ଥାତ୍ ଆଖିର ଲୁହ ଢାଳିକି ମନ ବା ହୃଦୟ ରୂପକ ପଦ୍ମକୁ ମନ ବା ହୃଦୟ ରୂପକ ପଦ୍ମକୁ ଅର୍ପଣ କରି ଅର୍ପଣ କରି ମୁଁ ତତେ ବିନମ୍ର ସହକାରେ କହୁଛି ମୁଁ ତତେ ବିନମ୍ର ସହକାରେ କହୁଛି
ତୁ ପୁଷ୍ପପୁରରେ ନିଜ କର୍ମ ସାରିବା ପରେ ତୁ ପୁଷ୍ପପୁରରେ ନିଜ କର୍ମ ସାରିବା ପରେ ଓଡ଼ିଶାର ପ୍ରତି କୋଣ ଅନୁକୋଣ ଓଡ଼ିଶାର ପ୍ରତି କୋଣ ଅନୁକୋଣକୁ ଅନୁକୋଣକୁ ଗତି କରି ସମସ୍ତଙ୍କର ମଙ୍ଗଳ ବିଧାନ କରିବୁ। ସମସ୍ତଙ୍କର ମଙ୍ଗଳ ବିଧାନ କରିବୁ ଓ ମଙ୍ଗଳ ବିଧାନ କରିବୁ ଓ ଉତ୍କଳକୁ ବା ଓଡ଼ିଶାକୁ ସବୁଜ ଶ୍ୟାମଳରେ ପରିପୂର୍ଣ୍ଣ କରିଦେବୁ। କରିଦେବୁ ହେଲା। ତାପରେ ଆଉ ଗୋଟେ ପାରାଗ୍ରାଫ ଆଉ ଗୋଟେ ପାରାଗ୍ରାଫ ପ୍ରାବନ୍ଧିକ ପ୍ରାବନ୍ଧିକ ଘନକୁ ନିଜ ଜନ୍ମଭୂମିକୁ ଚିହ୍ନାଇ ଦେବାକୁ ପ୍ରାବନ୍ଧିକ ଘନକୁ ନିଜ ଜନ୍ମଭୂମିକୁ ଚିହ୍ନାଇ ଦେବାକୁ ଯାଇ କହୁଛନ୍ତି କହୁଛନ୍ତି ରେ ମେଘ ମୁଁ ଯଦି ଜଳ ଏଇଟାକୁ ଟିକେ ଡବଲ କମା ଭିତରେ ରଖିବ। ରେ ମେଘ ମୁଁ ଯଦି ଜଳ ରେ ମେଘ ମୁଁ ଯଦି ଜଳ କମା ଆଲୋକ କମା ଧୂଆଁ ହୋଇଥାନ୍ତି ଜଳ ଆଲୋକ ଧୂଆଁ ହୋଇଥାନ୍ତି ତାହେଲେ ମୁଁ ତୋ ସହ ମିଶି ତାହେଲେ ମୁଁ ତୋ ସହ ମିଶି ମୋର ଜନ୍ମଭୂମିକୁ ଚିହ୍ନାଇ ଦେଇଥାନ୍ତି। ଜନ୍ମଭୂମିକୁ ଚିହ୍ନାଇ ଦେଇଥାନ୍ତି। ହେଲେ ବି ମୋର ଜନ୍ମଭୂମିକୁ ଚିହ୍ନିବା ପାଇଁ ହେଲେ ବି ମୋର ଜନ୍ମଭୂମିକୁ ଚିହ୍ନିବା ପାଇଁ ତୋର ଭ୍ରମ ହେବ ନାହିଁ। ହେଲା କାରଣ ଗୋଟିଏ ଦିଗରେ ପୂଗ ପୂର୍ଣ୍ଣାଙ୍ଗ ଗୋଟିଏ ଦିଗରେ ପୂଗ ପୂର୍ଣ୍ଣାଙ୍ଗ ତାଳ ତମାଳ ନାରିକେଳ ପୂଗ ପୂର୍ଣ୍ଣାଙ୍ଗ ପୂଗ ପୂଗ ତ ଗୁଆ ନୁହଁ ଗୁଆ ଗଛ ପୂଗ ପୂର୍ଣ୍ଣାଙ୍ଗ ତାଳ ତମାଳ ନାରିକେଳ ନାରିକେଳ ଆଦି ବନରେ ବିଶୋଭିତ ହୋଇ
ବିସ୍ତାପିତ ହୋଇ ସମୁଦ୍ରର ବେଳାରେ ବଳୟିତ ହୋଇଛି। ସମୁଦ୍ରର ବେଳାରେ ବଳୟିତ ହୋଇଛି। ଆଉ ଅନ୍ୟ ଦିଗରେ ବଣ ଜଙ୍ଗଲରେ ବଣ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ଅସରନ୍ତି ଶ୍ୟାମଶୋଭାର ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ଅସରନ୍ତି ଶ୍ୟାମଶୋଭାର ରୂପ ଦେଖିବୁ। ହେଲା, ଅସରନ୍ତି ଶ୍ୟାମଶୋଭାର ରୂପ ଦେଖିବୁ, ସେ ହେଉଛି ମୋର ଜନ୍ମଭୂମି। ଆଉ ଗୋଟେ ପେଜ ଅଛି।